ଯୀଶୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ମୋର ଅତି ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତେ କେମିତି ଅଛନ୍ତି? ଭଲରେ ରହନ୍ତୁ। ଆପଣମାନେ ପ୍ରଥମ ଥର ପାଇଁ ଆମର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ନବଜୀବନ ବାଣୀ ଦେଖୁଛନ୍ତି କି? ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆମ୍ଭେମାନେ ଶୁଣିବା ଯୋହାନଙ୍କ ସୁସମାଚାର ଅଧ୍ୟାୟ 6 ପଦ ସଂଖ୍ୟା 60। ଏହା ଶୁଣି ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ କହିଲେ, ଏହି ଶିକ୍ଷା କଠିନ, କିଏ ଏହାକୁ ଗ୍ରହଣ କରିପାରିବ? କିନ୍ତୁ ନିଜର ଶିଷ୍ୟମାନେ ଏ ବିଷୟ ନେଇ ବଚସା କରିଥିବା ଜାଣି ଯୀଶୁ ସେମାନଙ୍କୁ କହିଲେ, ଏହା କ'ଣ ତୁମମାନଙ୍କୁ ବିବ୍ରତ କରୁଛି? ତେବେ ମନୁଷ୍ୟପୁତ୍ର ପ୍ରାରମ୍ଭରୁ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରୁ ଆରୋହଣ କରିବା ଦେଖିଲେ ତୁମେମାନେ କ'ଣ ନ ହେବ? ବାକ୍ୟ 66। ସେହି କାରଣରୁ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ତାକୁ ପରିତ୍ୟାଗ କଲେ ଏବଂ ସେମାନେ ଆଉ ତାହାଙ୍କ ସହ ଗଲେ ନାହିଁ। ତେଣୁ ଯୀଶୁ 12 ମାନଙ୍କୁ ପଚାରିଲେ, ତୁମେମାନେ ମଧ୍ୟ କ'ଣ ଚାଲିଯିବାକୁ ଚାହୁଁଛ? ସିମୋନ ପେତ୍ର ଉତ୍ତର ଦେଲେ, ପ୍ରଭୁ, ଆମେ କାହା ନିକଟକୁ ଯିବୁ? ଆପଣଙ୍କଠାରେ ହିଁ ଅନନ୍ତ ଜୀବନର ବାକ୍ୟ ଅଛି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଯୀଶୁ ସ୍ପଷ୍ଟ ଭାବରେ ଦିବ୍ୟ ପ୍ରସାଦ ବିଷୟରେ ଶିକ୍ଷା ଦେଉଛନ୍ତି। ଯେଉଁ ହଜାର ହଜାର ଲୋକମାନେ ଯୀଶୁଙ୍କ ପଛେ ଗଲେ ଖାଦ୍ୟ ପାଇଁ, ସୁସ୍ଥତା ପାଇଁ, ମ୍ୟାଜିକ୍ ଶୋ ଦେଖିବା ପାଇଁ, ଯେତେବେଳେ ଯୀଶୁ ଦିବ୍ୟ ପ୍ରସାଦ ବିଷୟରେ ଶିକ୍ଷା ଆରମ୍ଭ କଲେ, ବହୁତ ଲୋକମାନେ ଯୀଶୁଙ୍କୁ ତିରସ୍କାର କଲେ। ସେ କାରଣରୁ ତାଙ୍କ ଶିଶୁମାନଙ୍କ ମଧ୍ୟରୁ ଅନେକ ତାକୁ ପରିତ୍ୟାଗ କଲେ ଏବଂ ସେମାନେ ଆଉ ତାହାଙ୍କ ସହ ଗଲେ ନାହିଁ। ଏ ବିଷୟରେ ଆମେ ବୁଝିବା ଦରକାର। କିନ୍ତୁ ଯୀଶୁ ସେମାନଙ୍କୁ ଡାକିଲେ ନାହିଁ, ବରଂ ପ୍ରେରିତମାନଙ୍କୁ ମଧ୍ୟ ପଚାରିଲେ, ତୁମମାନେ ମଧ୍ୟ କ'ଣ ଯିବେ କି? କାହିଁକି? ଆମ୍ଭମାନଙ୍କୁ ସ୍ୱର୍ଗରେ ପହଞ୍ଚିବା ପାଇଁ ଦିବ୍ୟ ପ୍ରସାଦ ଦରକାର। ଏ ବିଷୟରେ ଆହୁରି ଅଧିକ ବୁଝିବା ପାଇଁ ଶୁଣିବା ହିବ୍ରୁଙ୍କ ପୁସ୍ତକ ଅଧ୍ୟାୟ 9 ପଦ ସଂଖ୍ୟା 1। ସେ ପ୍ରଥମ ବିଧି ବ୍ୟବସ୍ଥାରେ ଉପାସନା ତଥା ପାର୍ଥିବ ପବିତ୍ର ସ୍ଥଳୀ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ରହୁଥିଲା। କାରଣ ଯେଉଁ ଶିବିର ନିର୍ମିତ ହୋଇଥିବା ସେଥିର ପ୍ରଥମ ଭାଗରେ ଦୀପ, ରୋକା ଇତ୍ୟାଦି, ମାନେ ପବିତ୍ର ସ୍ଥଳୀ, ମହାପବିତ୍ର ସ୍ଥଳୀ, ତା ଭିତରେ ନିୟମର ମଞ୍ଜୁଷା, ଯେଉଁଆଡ଼େ ହୁଏ ଲୋକମାନେ ଈଶ୍ୱର ଅନୁଭୂତି ପାଇଁ ଯାଉଥିଲେ। ହିବ୍ରୁ 9:4। ଏଠାରେ ସୁବର୍ଣ୍ଣ ଧୂପ ବେଦୀ ଆଉ ସୁବର୍ଣ୍ଣ ମଣ୍ଡିତ ନିୟମର ମଞ୍ଜୁଷା ରହୁଥିଲା। ତା ଭିତରେ ଥିଲା ମାନ୍ନା ଥିବା ସୁବର୍ଣ୍ଣ କଳସ, ଆରୋନଙ୍କ ଅଙ୍କୁରିତ ହୋଇଥିବା ଯଷ୍ଟି ଏବଂ ନିୟମ ସମ୍ବଳିତ ପ୍ରସ୍ତୁର ଫଳକ ଦ୍ୱୟ। ନିୟମର ମଞ୍ଜୁଷା ଭିତରେ ଥିବା 3ଟି ବିଷୟ। ପ୍ରଥମ ଜିନିଷ ହେଉଛି ମାନ୍ନା। ପୁରାତନ ନିୟମର ମାନ୍ନା ହେଉଛି ନୂତନ ନିୟମର ଦିବ୍ୟ ପ୍ରସାଦ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାନ୍ନା ବିଷୟରେ ପୁରାତନ ନିୟମରେ କ'ଣ ଲେଖା ଅଛି? ସାମସଙ୍ଗୀତ ଅଧ୍ୟାୟ 78 ପଦ ସଂଖ୍ୟା 23 ଆଉ 24। ତଥାପି ଦେଲେ ସେ ଊର୍ଦ୍ଧ୍ୱ ଆକାଶକୁ ଆଦେଶ କଲେ, ସେ ଆକାଶ ମଣ୍ଡଳର ଦ୍ୱାର ସକଳ ଉନ୍ମୁକ୍ତ, ସେମାନଙ୍କ ଖାଦ୍ୟ ପାଇଁ କଲେ ସେ ମାନ୍ନା ବର୍ଷଣ। ଶୁଣିବା, ତଥାପି ଦେଲେ ସେ ଊର୍ଦ୍ଧ୍ୱ ଆକାଶକୁ ଆଦେଶ କଲେ, ସେ ଆକାଶ ମଣ୍ଡଳର ଦ୍ୱାର ସକଳ ଉନ୍ମୁକ୍ତ, ସେମାନଙ୍କ ଖାଦ୍ୟ ପାଇଁ କଲେ ସେ ମାନ୍ନା ବର୍ଷଣ। ୟେସ୍, ସେ ଆଦେଶ ଦେଲେ, ସ୍ୱର୍ଗ ଉନ୍ମୁକ୍ତ କଲେ ଆଉ ମାନ୍ନା ଦେଲେ। ତାହା ହିଁ ନୂତନ ନିୟମର ଆମର ଦିବ୍ୟ ପ୍ରସାଦ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାନ୍ନାର ଗୁଣ ଗୁଡ଼ିକ
ପ୍ରଥମ ତାହା ହେଉଛି ସ୍ୱର୍ଗୀୟ ଖାଦ୍ୟ। ସ୍ୱର୍ଗୀୟ ଖାଦ୍ୟ ପ୍ରଜ୍ଞା 16:20। ଏସବୁ ପରିବର୍ତ୍ତେ ତୁମ ସଜ୍ଜନ ମାନଙ୍କ ପାଇଁ ତୁମେ ଦେବଦୂତ ମାନଙ୍କ ଆହାର ପ୍ରଦାନ କଲ। ମାନେ ହେଉଛି ଦେବଦୂତ ମାନଙ୍କର ଆହାର। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆଉ ଯାତ୍ରା ପୁସ୍ତକ 16:35। ବାସଯୋଗ୍ୟ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ 40 ବର୍ଷ ବ୍ୟାପୀ ଇସ୍ରାଏଲୀୟ ଜନତା ମନ୍ନା ଭକ୍ଷଣ କଲେ। ମିଶ୍ର ଦେଶ ବାହାରି କାନାନ ଦେଶ ଆଡ଼କୁ ଯାଉଥିବା ଇସ୍ରାଏଲ ଲୋକମାନେ ସେମାନଙ୍କର ବାସଯୋଗ୍ୟ ସ୍ଥାନ କାନାନ ଦେଶ। ଆମର ବାସଯୋଗ୍ୟ ସ୍ଥାନ କୁଆଡ଼େ? ସ୍ୱର୍ଗ। ହେଲେ ବାସଯୋଗ୍ୟ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ଯେମିତି ସେମାନେ ମନ୍ନା ଭକ୍ଷଣ କଲେ, ଆମର ବାସଯୋଗ୍ୟ ସ୍ଥାନ ସ୍ୱର୍ଗରେ ପହଞ୍ଚିବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଦରକାର ଦିବ୍ୟ ପ୍ରସାଦ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ତେଣୁ ଯୀଶୁ ସ୍ପଷ୍ଟ ଭାବରେ କହିଲେ, ଯୋହାନଙ୍କ ସୁସମାଚାର ଅଧ୍ୟାୟ 6 ପଦ ସଂଖ୍ୟା 53, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହେ, ତୁମମାନେ ଯଦି ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ଓ ତାହାଙ୍କ ରକ୍ତପାନ ନ କର, ତୁମଠାରେ ଜୀବନ ରହିବ ନାହିଁ। ଯେଉଁମାନେ ମୋର ମାଂସ ଭୋଜନ ରକ୍ତପାନ କରନ୍ତି ସେମାନେ ଅନନ୍ତ ଜୀବନ ଲାଭ କରନ୍ତି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ହେଲେ ଯୀଶୁ ସ୍ପଷ୍ଟ ଭାବରେ କହୁଛନ୍ତି ଅନନ୍ତ ଜୀବନ ପାଇଁ ତାଙ୍କର ମାଂସ ଭୋଜନ ଦରକାର, ଦିବ୍ୟ ପ୍ରସାଦ ଆମକୁ ଦରକାର। ଆଉ ଶୈତାନ କ'ଣ କହୁଛି ଏ ବିଷୟରେ? ଶୈତାନର ବିଶ୍ୱାସ ଅଛି ଦିବ୍ୟ ପ୍ରସାଦରେ, ବିଶେଷ କରି ବ୍ଲାକ୍ ମାସ୍। ସେମାନେ ଯେଉଁଆଡ଼େ ସବୁ ମାନେ କୋଉଠି ଗୋଟିଏ କ୍ୟାଥୋଲିକ ଗିର୍ଜାରୁ ଚୋରି କରି ଆଣୁଥିବା ଗୋଟିଏ ଦିବ୍ୟ ପ୍ରସାଦ ହିଁ ସେମାନେ ବ୍ୟବହାର କରୁଛନ୍ତି। ଯେଉଁମାନେ ବ୍ଲାକ୍ ମାସରେ ସବୁ ଯୋଗ ଦେଇଥିବା ଲୋକମାନେ କୌଣସି ପରିବାରକୁ ବ୍ୟକ୍ତିମାନଙ୍କୁ ଈଶ୍ୱରଙ୍କ ଠାରୁ ଦୂରକୁ ନେବା ଚାହୁଁଥିବା ଶୈତାନ ଚାହିଁବା ସମୟରେ ପ୍ରଥମ ସେମାନଙ୍କୁ ବେଦୀରୁ ସେମାନେ ଦୂରରେ ନେଇକି ରଖିବେ। କିଏ? ଶୈତାନ ଜାଣିଛି ଦିବ୍ୟ ପ୍ରସାଦର ପବିତ୍ର ଯଜ୍ଞର କ୍ଷମତା। ଆହୁରି ବିଜ୍ଞାନ କ'ଣ କହନ୍ତି? 100 ଉପରେ ଆଶ୍ଚର୍ଯ୍ୟ ଗଠନ ଗୁଡ଼ିକ ଦିବ୍ୟ ପ୍ରସାଦ ଶରୀରରେ, ଯୀଶୁଙ୍କର ଶରୀରରେ ପରିବର୍ତ୍ତନ ହେଇଥିବା ଆଶ୍ଚର୍ଯ୍ୟ ଘଟଣା ଗୁଡ଼ିକ ଅଛି। ମିରାକଲ୍, ୟୁକାରିଷ୍ଟିକ୍ ମିରାକଲ୍ ସାଇଣ୍ଟିଫିକାଲି ପ୍ରୁଭଡ୍। ସର୍ଚ୍ଚ କଲେ ସାଇଣ୍ଟିଫିକାଲି ପ୍ରୁଭଡ୍ ୟୁକାରିଷ୍ଟିକ୍ ମିରାକଲ୍ 100 ଉପରେ ଅଛି। ନେଟ୍ରେ ଆମମାନଙ୍କୁ ଦେଖିବାକୁ ପାଇବ। ତେଣୁ ମୋର ଭାଇ ଓ ଭଉଣୀମାନେ, ଯୀଶୁ ସ୍ପଷ୍ଟ ଭାବରେ କହିଲେ, ଯଦି ତୁମମାନଙ୍କୁ ଅନନ୍ତ ଜୀବନ ଦରକାର, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ଓ ତାଙ୍କର ରକ୍ତପାନ ଦରକାର। ହେଲେ ଆଜି ଆମେ ସେ ପ୍ରଭୁଙ୍କ ନିକଟକୁ, ଯେଉଁ ମଣ୍ଡଳୀରେ ଦିବ୍ୟ ପ୍ରସାଦ ଅଛି, ପବିତ୍ର ଯଜ୍ଞ ବଳି ଅଛି, ତା ପାଇଁ ଆଉ ଯେଉଁଆଡ଼େ ପାପ ଶିକାର ସଂସ୍କାର ଅଛି, ସେ ମଣ୍ଡଳୀକୁ ଆମେ ଆସିବା। ଯୀଶୁଙ୍କର ଆଦେଶ ଅନୁସାରେ ତାଙ୍କର ପବିତ୍ର ଶରୀର ଆମେ ଗ୍ରହଣ କରିବା, ଯାହାଦ୍ୱାରା ଆମେ ସମସ୍ତେ ସ୍ୱର୍ଗରେ ସବୁଦିନ ପାଇଁ ତାଙ୍କର ସ୍ତୁତି ବନ୍ଦନା ପ୍ରଶଂସା ଆମେ କରିପାରିବୁ। ପ୍ରଭୁ ଆପଣମାନଙ୍କ ସଂଖ୍ୟା ରହନ୍ତୁ। ଶକ୍ତିମାନ ପରମେଶ୍ୱର ପିତା, ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଜୟ ଯୀଶୁ।